नमस्कार समस्तଙ୍କୁ ସାରା ଅଫିସିଆଲକୁ ସ୍ୱାଗତ ଜଣାଉଛି। ଆଶା କରିବି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ଦେଖନ୍ତୁ ରାଜନୀତି ବିଜ୍ଞାନର ଦୁଇଟା ପାର୍ଟ ମୁଁ ଆପଲୋଡ଼ କରିସାରିଛି। ଯଦି ଯେଉଁମାନେ ଦେଖିନାହାନ୍ତି ତାହେଲେ ଯାଇକି ଦେଖିଦିଅନ୍ତୁ। ରାଜନୀତି ବିଜ୍ଞାନ ସବୁ ଏବେ ବହୁତ ଇମ୍ପୋର୍ଟାଣ୍ଟ ବା ବହୁତ ଜରୁରୀ ଜାଣିବା କଥା, କାହିଁକି ନା ଆଗକୁ ଇଲେକ୍ସନ୍ ପାଖେଇ ଆସୁଛି। ଯେତେବେଳେ କମ୍ପିଟିଟିଭ୍ ଏକ୍ଜାମ୍ ହେବାକୁ ଯାଉଥିବ ବା ଇଲେକ୍ସନ୍ ପରେ ହେବ, ଅଧିକାଂଶ କ'ଣ ଏଇସବୁ ରିଲେଟେଡ୍ କ୍ୱେଶ୍ଚନ୍ ପକାଇବ ହେଲା। ତ ଡେରି ନକରି ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓଟିକୁ। 1 ନମ୍ବରରେ କ'ଣ ଅଛି ନା, ରାଜ୍ୟସଭାର ସଦସ୍ୟ କିପରି ନିର୍ବାଚିତ ହୁଅନ୍ତି? ଏହାର ସଠିକ୍ ଉତ୍ତର ନିର୍ବାଚିତ ବିଧାନସଭା ସଦସ୍ୟଙ୍କ ଦ୍ୱାରା। ସେଟା କେମିତି ନା, ଆମେ ଯେଉଁ ଜନସାଧାରଣ ଲୋକ ଆମେ ଯାହାକୁ ଭୋଟ ଦେଇ ଜିତେଇଥାଉ ହେଲା, ଯେଉଁମାନେ ଜିତିଥାନ୍ତି ସେମାନେ ହିଁ କ'ଣ ନା ରାଜ୍ୟସଭାର ସଦସ୍ୟଙ୍କୁ ସେ ଜିତାନ୍ତି ବା ନିର୍ବାଚିତ ସେ ବାଛନ୍ତି ହେଲା। ତ ସେଇଆ କହୁଛି ନିର୍ବାଚିତ ବିଧାନସଭା ସଦସ୍ୟଙ୍କ ଦ୍ୱାରା ହେଲା। 2 ନମ୍ବରରେ ଭାରତୀୟ ନାଗରିକତା କାହା ଦ୍ୱାରା ଅନୁମୋଦିତ? ଏହାର ସଠିକ୍ ଉତ୍ତର ଗୃହମନ୍ତ୍ରୀ। 3 ନମ୍ବରରେ ବିଧାନ ପରିଷଦର ସଦସ୍ୟଙ୍କ ପାଇଁ ସର୍ବନିମ୍ନ ବୟସ ସୀମା କେତେ? ଏହାର ସଠିକ୍ ଉତ୍ତର 30 ବର୍ଷ। 4 ନମ୍ବରକୁ ଯିବା, ଭାରତ ସଂସଦର ସବୁଠାରୁ ବଡ଼ କମିଟି କେଉଁଟି? ଏହାର ସଠିକ୍ ଉତ୍ତର ଆକଳନ କମିଟି। 5 ନମ୍ବର ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ଏହା କ'ଣ ହେଲା ବା ଏହାର ମାନେ କ'ଣ ସେ ପଚାରୁଛି। ଏହା ହେଉଛି କ'ଣ ନା ପ୍ରତ୍ୟେକ ନାଗରିକର ମୌଳିକ କର୍ତ୍ତବ୍ୟ। ଏହା ହେଉଛି ସମସ୍ତ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ହେଲା। 6 ନମ୍ବର, ଭିଡ଼ିଓଟି ଲମ୍ବା ହୋଇପାରେ କିନ୍ତୁ ସମସ୍ତେ ଚେଷ୍ଟା କରିବେ ଶେଷ ଯାଏଁ ଯୋଡ଼ି ରହିବା ପାଇଁ। ବଛା ବଛା କ୍ୱେଶ୍ଚନ୍ ଅଛି ହେଲା। 6 ନମ୍ବର ଯିବା, ଭାରତରେ କାର୍ଯ୍ୟନିର୍ବାହ ମୁଖ୍ୟ କିଏ? ଏହାର ସଠିକ୍ ଉତ୍ତର କ'ଣ ନା ରାଷ୍ଟ୍ରପତି। 7 ନମ୍ବରକୁ ଯିବା। 7 ନମ୍ବରରେ କ'ଣ କହୁଛି ନା, ଭାରତୀୟ ସମ୍ବିଧାନର କେଉଁ କାର୍ଯ୍ୟସୂଚୀରେ ଆଣ୍ଟି ଡିଫେକ୍ସନ୍ ଆଇନ ଦିଆଯାଇଛି? ଏହାର ସଠିକ୍ ଉତ୍ତର କ'ଣ ନା 10ମ କାର୍ଯ୍ୟସୂଚୀରେ। 8 ନମ୍ବର, ଭାରତୀୟ ସମ୍ବିଧାନର କେଉଁ ଭାଗରେ ମୌଳିକ କର୍ତ୍ତବ୍ୟ ଉଲ୍ଲେଖ କରାଯାଇଛି? ଏହାର ସଠିକ୍ ଉତ୍ତର କ'ଣ ନା ଭାଗ 4 କରେ। 9 ନମ୍ବରକୁ ଯିବା, ଭାରତରେ ରାଜ୍ୟପାଳ ହେବାର ସର୍ବନିମ୍ନ ବୟସ କେତେ ହେବା? ମାନେ ରାଜ୍ୟପାଳ ହେବାକୁ ହେଲେ ଆମର ବୟସ କେତେ ହେଇଥିବା ଦରକାର ସେଇଟା କହୁଛି। ତ ଏହାର ସଠିକ୍ ଉତ୍ତର କ'ଣ ନା 35 ବର୍ଷ। 35 ବର୍ଷ ହେଇଥିଲେ ଯାଇ ହିଁ ଆପଣମାନେ କ'ଣ ନା ରାଜ୍ୟପାଳ ହୋଇପାରିବେ। 10 ନମ୍ବରରେ କ'ଣ କହୁଛି ନା, କେଉଁ ସାମ୍ବିଧାନିକ ସଂସଦ ଅଧିନିୟମ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକ ଭାବରେ ଗ୍ରହଣ କରିଥିଲା? ଏହାର ସଠିକ୍ ଉତ୍ତର କ'ଣ ନା 86ତମ ସଂସଦ ନିୟମ ବା 86ତମ ସଂସଦ ନିୟମ। 11 ନମ୍ବରରେ ଲୋକସଭାର ବାଚସ୍ପତି ତାଙ୍କ ଇସ୍ତଫା ପତ୍ରକୁ କାହା ଦ୍ୱାରା ବା କାହାକୁ ପ୍ରଦାନ କରିଥାନ୍ତି ହେଲା। ସେ ଯେଉଁ କ'ଣ ନା ଲୋକସଭାର ବାଚସ୍ପତି ହେଲା, ଲୋକସଭାର ବାଚସ୍ପତି ଯେତେବେଳେ ଇସ୍ତଫା ଦିଅନ୍ତି ସେ କହୁଛି ସେତେବେଳେ କାହାକୁ ସେ ମାନେ କ'ଣ ଇସ୍ତଫା ପତ୍ର ତାଙ୍କୁ ପ୍ରଦାନ କରନ୍ତି, କାହାକୁ ସେ ପ୍ରଦାନ କରନ୍ତି ବୋଲି କହୁଛି। ଏହାର ସଠିକ୍ ଉତ୍ତର କ'ଣ ନା ଲୋକସଭାର ଡେପୁଟି ସ୍ପିକର। ଲୋକସଭାର ଡେପୁଟି ସ୍ପିକରକୁ କ'ଣ ନା ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରନ୍ତି। 12 ନମ୍ବର, ରାଜ୍ୟପାଳଙ୍କ କାର୍ଯ୍ୟକାଳ କେତେ ବର୍ଷ ବା ସେ କେତେ ବର୍ଷ କାମ କରିପାରିବେ? ଏହାର ସଠିକ୍ ଉତ୍ତର କ'ଣ ନା 5 ବର୍ଷ। 13 ନମ୍ବରରେ ଲୋକସଭାର ପ୍ରଥମ ମହିଳା ବାଚସ୍ପତି କିଏ? ଏହାର ସଠିକ୍ ଉତ୍ତର ମୀରା କୁମାରୀ ହେଲା। 14 ନମ୍ବରକୁ ଯିବା। 14 ନମ୍ବରରେ କହୁଛି, ଏକ ସମୟରେ ଯେତେବେଳେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗୁଡ଼ିକୁ ଖାଲି ପଡ଼ିଥାଏ ସେତେବେଳେ ରାଷ୍ଟ୍ରପତି ଭାବରେ କିଏ କାର୍ଯ୍ୟ କରନ୍ତି ହେଲା। ଆପଣମାନେ ଜାଣିଥିବେ ସମସ୍ତେ ସ୍କୁଲରେ ପଢ଼ିଥିବେ ବା ଜାଣିଛନ୍ତି ହେଲା। ଯେତେବେଳେ ହେଡ଼ମିଷ୍ଟ୍ରେସ୍ ନଥାନ୍ତି ବା ହେଡ଼ମାଷ୍ଟର ନଥାନ୍ତି ଅଫିସରେ, ତାଙ୍କ କାମକୁ ତୁଲାଇବା ପାଇଁ ସେ ହେଡ଼ମିଷ୍ଟ୍ରେସ୍ କାହାକୁ ଗୋଟେ ଦାୟିତ୍ୱ ଦେଇଥାନ୍ତି ହେଲା। ସେଇ କଥା ଏଠି ପଚାରୁଛି, ଯେତେବେଳେ ରାଷ୍ଟ୍ରପତି କି ଉପରାଷ୍ଟ୍ରପତି ତାଙ୍କର କାର୍ଯ୍ୟାଳୟରେ ବା ସେ ଉପସ୍ଥିତି ନଥିବେ ସେହି ସମୟରେ ସେଇ କାର୍ଯ୍ୟକୁ କିଏ ତୁଲାଇଥାନ୍ତି ବୋଲି ପଚାରୁଛି। ଏହାର ସଠିକ୍ ଉତ୍ତର କ'ଣ ନା ଭାରତର ମୁଖ୍ୟ ବିଚାରପତି। 15 ନମ୍ବରରେ ଭାରତରେ ଅର୍ଥ ଆୟୋଗକୁ କିଏ ନିଯୁକ୍ତ କରନ୍ତି? ଏହାର ସଠିକ୍ ଉତ୍ତର ଭାରତର ରାଷ୍ଟ୍ରପତି। 16 ନମ୍ବର, ଭାରତୀୟ ସମ୍ବିଧାନ ଅନୁଯାୟୀ ଏଠି ଟିକେ ମିଷ୍ଟେକ୍ ହେଇଗଲା। ଆଇନର ବଳକା କ୍ଷମତା କାହା ହାତରେ ରହିଥାଏ? ଏହାର ସଠିକ୍ ଉତ୍ତର କ'ଣ ନା ସଂସଦ ହାତରେ କ'ଣ ନା ଆଇନର ବଳକା କ୍ଷମତା ରହିଥାଏ।
17 ନମ୍ବର କେଉଁ କାର୍ଯ୍ୟ ଭାରତ ବିଧାନସଭାକୁ ଦ୍ୱିପାକ୍ଷିକ ବା ଦୁଇ ପକ୍ଷ କରିଥାଏ? ଏହାର ସଠିକ ଉତ୍ତର କ'ଣ ନା ଭାରତ ସରକାର ନିୟମ 1919। ତାପରେ 18 ନମ୍ବରକୁ ଯିବା। 18 ନମ୍ବର କ'ଣ କହୁଛି ନା ଭାରତର ପ୍ରଥମ ଭାଇସରୟ କିଏ? ଏହାର ସଠିକ ଉତ୍ତର ଲର୍ଡ କ୍ୟାନିଂ। ଲର୍ଡ କ୍ୟାନିଂ ହେଉଛନ୍ତି କ'ଣ ନା ଭାରତର ପ୍ରଥମ ଭାଇସରୟ। 19 ନମ୍ବରରେ ରାଷ୍ଟ୍ରପତି ଆମ ଦେଶର କେଉଁ ଗୃହର ସଦସ୍ୟ? ଏହାର ସଠିକ ଉତ୍ତର ମୁଁ କହିନି ଆପଣମାନଙ୍କୁ, ଯଦି ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ଦିଅନ୍ତୁ ହେଲା। 20 ନମ୍ବରକୁ ଯିବା। ସଂସଦଙ୍କ ଅଯୋଗ୍ୟତାକୁ ନେଇ ବିବାହ କିଏ ସ୍ଥିର କରେ? ଏହାର ସଠିକ ଉତ୍ତର କ'ଣ ନା ନିର୍ବାଚନ ଆୟୋଗଙ୍କ ପରାମର୍ଶରେ ରାଷ୍ଟ୍ରପତି କରନ୍ତି ହେଲା। ସିଏ ହିଁ କନା ବିବାହର ସ୍ଥିର କରନ୍ତି। 21 ନମ୍ବରକୁ ଯିବା। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷ କିଏ? ଏହାର ସଠିକ ଉତ୍ତର କ'ଣ ନା ଭାରତର ପ୍ରଧାନମନ୍ତ୍ରୀ। 22 ନମ୍ବରକୁ ଯିବା। ଭାରତର ନିର୍ବାଚନ ମଣ୍ଡଳୀ ତଥା ପ୍ରତ୍ୟେକ ରାଜ୍ୟ ପାଇଁ ବ୍ୟବସ୍ଥା କେଉଁ ଧାରାରେ ଉଲ୍ଲେଖ କରାଯାଇଛି? ଏହାର ସଠିକ ଉତ୍ତର ଧାରା 267 ବା ଧାରା 267ରେ ଏହାକୁ କ'ଣ ନା ଉଲ୍ଲେଖ କରାଯାଇଛି 267 ହେଲା। ତାପରେ ଯିବା 23 ନମ୍ବରକୁ ସଂଖ୍ୟାଲଘୁମାନଙ୍କର ସ୍ୱାର୍ଥର ସୁରକ୍ଷା କେଉଁ ଆଧାରରେ ଧାର୍ଯ୍ୟ କରାଯାଇଛି? ଏହାର ସଠିକ ଉତ୍ତର କ'ଣ ନା ଧାରା 29 ବା ଧାରା 29ରେ। ତାପରେ 24 ନମ୍ବରକୁ ଯିବା। ଭାରତର ସମ୍ବିଧାନର ଭାଗ 4ରେ କ'ଣ ଜାଣିବାକୁ ମିଳିଥାଏ ବା ସେଠି କ'ଣ ଅଛି ଆମେ ଜାଣିଥାଉ ହେଲା। ଏହାର ସଠିକ ଉତ୍ତର ରାଜନୀତିର ନିର୍ଦ୍ଦେଶନାମା। ରାଜନୀତିର ନିର୍ଦ୍ଦେଶନାମା। 25 ନମ୍ବର କେଉଁ ଅଧିନିୟମ ମୁସଲମାନମାନଙ୍କ ପାଇଁ ପୃଥକ ଚୟନ କର୍ତ୍ତା ପ୍ରବର୍ତ୍ତନ କରିଥାଏ? ଏହାର ସଠିକ ଉତ୍ତର 1909ର ନିୟମ। 26 ନମ୍ବରରେ ଭାରତର ସମ୍ବିଧାନର କେତେତମ ସାମ୍ବିଧାନିକ ସଂଶୋଧନ ଦ୍ୱାରା ଧର୍ମନିରପେକ୍ଷ ଶବ୍ଦ ଯୋଗ କରାଯାଇଥିଲା? ଏହାର ସଠିକ ଉତ୍ତର 4ତମ ହେଲା 4ତମ ସାମ୍ବିଧାନିକ ସଂଶୋଧନ। ତାପରେ ଯିବା 27 ନମ୍ବରକୁ। 27 ନମ୍ବର କ'ଣ କହୁଛି ନା ଭାରତୀୟ ସମ୍ବିଧାନ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର କ୍ଷମତା କାହା ପାଖରେ ରହିଥାଏ? ଏହାର ସଠିକ ଉତ୍ତର ରାଷ୍ଟ୍ରପତିଙ୍କ ପାଖରେ। 28 ନମ୍ବର ସଂସଦର ଜନ ଆକାଉଣ୍ଟ କମିଟିର ଅଧ୍ୟକ୍ଷ କାହା ଦ୍ୱାରା ନିଯୁକ୍ତ କରନ୍ତି? ଏହାର ସଠିକ ଉତ୍ତର ଲୋକସଭାର ବାଚସ୍ପତି। 29 ନମ୍ବରରେ ସାମ୍ବିଧାନିକ ପ୍ରତିକାରର ଅଧିକାର କାହା ଅଧୀନରେ ଅନ୍ତର୍ଗତ ହୋଇଥାନ୍ତି? ଏହାର ସଠିକ ଉତ୍ତର ମୌଳିକ ଅଧିକାର। ତାପରେ ଲାଷ୍ଟ କ୍ୱେଶ୍ଚନ ଆଜିର ବା 30 ନମ୍ବରକୁ ଯିବା। କାହା ସୁପାରିଶରେ ରାଷ୍ଟ୍ରପତି ମନ୍ତ୍ରୀ ପରିଷଦର ଜଣେ ସଦସ୍ୟଙ୍କୁ ବରଖାସ୍ତ କରିପାରିବେ? ଏହାର ସଠିକ ଉତ୍ତର ପ୍ରଧାନମନ୍ତ୍ରୀ ହେଲା। ତ ଆଜିର କ୍ୱେଶ୍ଚନ ଏତିକି ଥିଲା। ଆଶା କରିବି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର କମେଣ୍ଟ ତ ନିହାତି କରିବେ। ଆପଣଙ୍କର ଗୋଟେ ଲାଇକ୍ ଗୋଟେ କମେଣ୍ଟ ଗୋଟେ ସେୟାର ମୋତେ ବହୁତ ମୋଟିଭେସନ୍ କରିବ। ତ ସମସ୍ତଙ୍କୁ ଅନୁରୋଧ ଯେ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର କମେଣ୍ଟ ନିହାତି କରନ୍ତୁ। ଆଉ ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ ନିହାତି କରିଦେବେ। ତ ଯଦି କିଛି ଭୁଲ ହୋଇଯାଇଥାଏ ଭିଡ଼ିଓରେ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ମୁଁ ଭୁଲଟିକୁ ସୁଧାରିବି ନିହାତି। ତ ଆଜିର ଭିଡ଼ିଓକୁ ମୁଁ ଏଇଠି ଶେଷ କରୁଛି। ଧନ୍ୟବାଦ।